ସମୟ। ସଞ୍ଜୟ ତାର ଘରକୁ ଫେରୁଥିବା ବେଳେ ଜୋରରେ ବର୍ଷା ପକାଇଲା। ତେଣୁ ସେ ବର୍ଷାରୁ ରକ୍ଷା ପାଇବା ପାଇଁ ଗୋଟିଏ ଗଛ ମୂଳରେ ଛିଡ଼ା ହୋଇଗଲା। ଆରେ ବାପ ରେ ବାପ, କି ବର୍ଷା ରେ ବାବା! ଏତେ ଜୋରେ ବର୍ଷା ହେବ ବୋଲି ମୁଁ କେବେ ବି ଭାବି ନଥିଲି। ଘରୁ ବାହାରିଲା ବେଳେ ଜୋରେ ଗରମ ସାଙ୍ଗକୁ ଭଲ ପାଗ ଥିଲା, ହେଲେ ଏବେ ହଠାତ୍ ପାଗର ପରିବର୍ତ୍ତନ ହୋଇ ଜୋରେ ବର୍ଷା ପକାଇଲା। ଯଦି ମୁଁ ଆସିଲା ବେଳେ ଛତା ନେଇକି ଆସିଥାନ୍ତି ତାହେଲେ ଆଜି ମୋତେ ଏପରି ହଇରାଣ ହେବାକୁ ପଡ଼ିନଥାନ୍ତା। ଏବେ ଜଣା ନାହିଁ କେତେବେଳେ ବର୍ଷା ଛାଡ଼ିବ ଓ ମୁଁ ଘରକୁ ଫେରିବି। ହେ ପ୍ରଭୁ, କିଛି ଗୋଟେ କରି ଏ ବର୍ଷାକୁ ଶୀଘ୍ର ବନ୍ଦ କର। ସଞ୍ଜୟ ଏପରି କହି ଗଛ ମୂଳରେ ଅପେକ୍ଷା କରିବାରେ ଲାଗିଲା। ଆଜି ଏତେ ଜୋରରେ ବର୍ଷା ହେଉଥାଏ ସତେ ଯେପରି ଆକାଶ ଫାଟି ଯାଇଛି। ଏପରି ମୂଷଳ ବର୍ଷା ଦେଖି ଲାଗୁଥିଲା ସତେ ଯେପରି ରାତିଏ ରାତିଏ ବନ୍ୟା ହୋଇଯିବ। ସଞ୍ଜୟ ବର୍ଷା ଛାଡ଼ିବାକୁ ପାଖାପାଖି 1 ଘଣ୍ଟା ହେବ ଅପେକ୍ଷା କଲାଣି, ଅଥଚ ଏପର୍ଯ୍ୟନ୍ତ ବର୍ଷା ଛାଡ଼ିବାର ନାଁ ନେଉନଥିଲା। ତେଣୁ ସଞ୍ଜୟ ଟିକେ ଚିଡ଼ିମିଡ଼ି ହୋଇ କହିଲା, ଅରେ ଧେତ୍ ତେରିକି, ଆଜି କି ବେଳାରେ ଘରୁ ବାହାରିଥିଲି ଓ ସକାଳୁ କାଁ ମୁହଁ ଚାହିଁଥିଲି ଯେ ମୋତେ ଆଜି ଏପରି ଦିନ ଦେଖିବାକୁ ପଡ଼ିଲା। ଏ କଳା ଅନ୍ଧାର ରାତି ସାଙ୍ଗକୁ ଏ ବର୍ଷାର ଶବ୍ଦ ମୋର ଛାତିକି ଥରାଇ ଦେଉଛି। ଯଦି ଏପରି ଅନ୍ଧାର ରାତିରେ ବାଘ ଭାଲୁ ବାହାରେ ତାହେଲେ ଆଜି ମୋର ଶେଷ ଦିନ ହୋଇଯିବ। ହେ ପ୍ରଭୁ, କିଛି ଗୋଟେ କରି ମୋତେ ଏଠାରୁ ମୁକୁଳାଅ ପ୍ରଭୁ, ମୋତେ ଏଠାରୁ ମୁକୁଳାଅ। ସଞ୍ଜୟର ଏପରି ଚିଡ଼ିମିଡ଼ି ଆବାଜରେ ଶୋଇଥିବା ଡାହାଣୀଟି ଉଠି ପଡ଼ିଲା ଓ ଦେଖିଲା ଗଛ ମୂଳରେ ଗୋଟିଏ ମଣିଷ ଅଛି। ଏହା ଦେଖି ସେ ବହୁତ ଖୁସି ହୋଇ କହିଲା, ଆରେ ବା, ଏଠାରେ ତ ଗୋଟିଏ ମଣିଷ ଅଛି। ମୁଁ ପାଖାପାଖି 10 ବର୍ଷ ହେବ ଏ ଗଛରେ ବନ୍ଦିନୀ ଅଛି ଓ ଯେବେଠାରୁ ବନ୍ଦିନୀ ହେଲେଣି ସେବେଠାରୁ ମଣିଷ ରକ୍ତ ପିଇନି। ଯାହା ହେଉ ମୋ ଭାଗ୍ୟ ଖୋଲିଗଲା। ଆଜି ମୋତେ ମଣିଷର ରକ୍ତ ପିଇବାକୁ ମିଳିଗଲା। ହଉ, ଏବେ ଆଉ ବେଶୀ ବିଳମ୍ବ ନ କରି ଯାଉଛି ଏ ମଣିଷ ଦେହରୁ ସବୁ ରକ୍ତ ଶୋଷିକି ପିଇଦେବି ଓ ତାପରେ ଆରାମରେ ଶୋଇବି। ଡାହାଣୀ ଏପରି କହି ସେଠାରୁ ଅଦୃଶ୍ୟ ହୋଇଗଲା ଏବଂ ସଞ୍ଜୟ ଦେହରେ ପଶିଯାଇ ତା ଶରୀରରେ ଥିବା ସମସ୍ତ ରକ୍ତକୁ ପିଇଦେଇ ତା ଦେହରୁ ବାହାରି ପଡ଼ିଲା, ଯାହାଦ୍ୱାରା ସଞ୍ଜୟର ସେଇଠାରେ ମୃତ୍ୟୁ ହୋଇଗଲା। ଏବଂ ତାପରେ ଡାହାଣୀ ଖୁସି ହୋଇ କହିଲା, ଓହୋ, କି ଶାନ୍ତି 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 ମିଳିଗଲା ମୋର ଆତ୍ମାକୁ। ବହୁତ ଦିନ ପରେ ଆଜି ମଣିଷ ରକ୍ତର ସ୍ୱାଦ ଚାଖିଲି, ଯେଉଁଥିପାଇଁ ମୋତେ ବହୁତ ଆନନ୍ଦ ମିଳିଲା। ଯଦି ମୋତେ ଏପରି ପ୍ରତ୍ୟେକ ଦିନ ମଣିଷର ରକ୍ତ ମିଳିଯାନ୍ତା ନା, ତାହେଲେ ମୋତେ ବହୁତ ମଜା ଲାଗନ୍ତା। ହେଲେ ଏ ଜାଗାରେ ବନ୍ଦିନ ହୋଇ ରହିଥିବା କାରଣରୁ ମୁଁ କିଛି ବି କରିପାରୁନି। ହେ ଶୈତାନ ଦେବ, ଏବେ ତୁମେ ହିଁ କିଛି ଗୋଟେ କରି ମୋତେ ଏଠାରୁ ମୁକୁଳାଅ। ମୋ ପାଟିରେ ମଣିଷ ରକ୍ତ ଲାଗିଛି ମାନେ ମୁଁ ପ୍ରତ୍ୟେକ ଦିନ ଏପରି ରକ୍ତ ପିଇବାକୁ ଚାହୁଁଛି। ଏବଂ ତା ପରଦିନ ସକାଳ ହେବା ପରେ ରାଜୁ ନାମରେ ଗୋଟିଏ ଲୋକ ତାର ଭବିଷ୍ୟତକୁ ନେଇ ବହୁତ ଚିନ୍ତାର ସହ ଗୋଟିଏ ଜାଗାରେ ଥାଇ ଭାବୁଥାଏ କି ଭବିଷ୍ୟତରେ ରୋଜଗାର ପନ୍ଥା କିପରି ଓ କେମିତି ବାହାର କରିବ ବୋଲି। ଆରେ, ମୋର ବୟସ ଆସି 30 ହେଲାଣି, ଅଥଚ ଏପର୍ଯ୍ୟନ୍ତ ମୁଁ କିଛି ବି ଭଲ ରୋଜଗାରରେ ଲାଗିପାରିଲି ନାହିଁ। ବାସ୍ ଖାଲି ଯାହା ପର ଘରେ ଖଟିକି ଟଙ୍କା ଆଣୁଛି ଓ ସେ ଟଙ୍କାରେ ଘର ଚଳାଇବା ବହୁତ କଷ୍ଟ ହେଉଛି। ଖାଲି ଖାଇ ପିଇ ବଞ୍ଚିଲେ ହେବନି, ବରଂ ଭବିଷ୍ୟତ ପାଇଁ କିଛି ଟଙ୍କା ସଞ୍ଚିତ କରିବା ସହ ଘରଦ୍ୱାର ମଧ୍ୟ ବନେଇବା ଦରକାର। ତେଣୁ ମୋତେ କିଛି ନିଜସ୍ୱ ବେପାରର ଆରମ୍ଭ କରିବାକୁ ପଡ଼ିବ, ନହେଲେ ଏପରି କେତେଦିନ ଆଉ ପର ଘରେ ଖଟିବି। ହେଲେ କରିବି ତ କି ବେପାର କରିବି ଯେଉଁଥିରେ ମୋର ଅନେକ ଟଙ୍କା ଇନକମ୍ ହୋଇପାରିବ ଏବଂ ବେପାର ମଧ୍ୟ ସମସ୍ତଙ୍କ ଠାରୁ ଅଲଗା ହେବା ଦରକାର। ସେ ଏପରି କହିଛି କି ନାହିଁ, ହଠାତ୍ ତାର ସାଙ୍ଗ ବିଜୁ ସେଠାକୁ ଆସିଲା ଏବଂ ସେଠି ପହଞ୍ଚିବା ପରେ କହିଲା, ଆରେ ସାଙ୍ଗ, କହନା, କାଲି ରାତିରେ ଯେଉଁ ବର୍ଷା ହେଲା ନା, ସେଥିରେ ଘରୁ ଗୋଡ଼ କାଢ଼ିବା କଷ୍ଟକର ହୋଇଯିବ। ହେଲେ ମୁଁ ଓ ମୋର 2ଟି ସାଙ୍ଗ କାଲି କାମ କରି ଫେରିବା ବେଳେ ଏଇ ବର୍ଷାର ସାମ୍ନା କଲୁ, ଯାହାଦ୍ୱାରା ଗୋଟିଏ ଜାଗାରେ ଛିଡ଼ା ହୋଇ ରହିଲୁ ଏବଂ ପାଖାପାଖି 3 ଘଣ୍ଟା ଅପେକ୍ଷା ପରେ ଯାଇ ଘରକୁ ଫେରିଲୁ। ଯଦି ସେତେବେଳେ ଆମ ପାଖରେ ଛତା ଥାଆନ୍ତା ନା, ତାହେଲେ ହୁଏତ ଆମେ ଶୀଘ୍ର ଘରେ ପହଞ୍ଚିଥାନ୍ତୁ। ହେଲେ ଆମ ପାଖରେ
କିଛି ବି ନଥିବାରୁ ଆମେ ବହୁତ ହଇରାଣ ହେଲୁ। अरे हाँ रे सांग, काली एते जोरे वर्षा हैला जे बिलो सारा पानी, एते पानी जे आजी मोर काम बंद। जदि एपरी काम बंद हुए ताहले मु करिबी तो कौन करिबी, किपरि मोर घर संसार चलाइबी। एक कथा भाबी मते सकाळु जमा भी भलो लागुनी, तेणु मु बड़ चिंतारे अछि। एबे तू कह सांग, जदि एपरी वर्षा हुए ताहले मोर कौन अवस्था हेबो। अरे सांग, मु सिना बाड़ी बिलरे काम को जाए बोली मोर काम बंद, हेले तू आज काम को जीवुनु कि? अरे हाँ रे सांग, काम को जीविनी काहेकि, निश्चित काम को जीवी। मु काली जो हईराण होईची आज से हईराण हेबाकु चाहुनी। माने आज मु छता नहीं कि काम को जीवी एवं आसिला बेले जदि वर्षा हुए ताहले आज शीघ्र घर को फेरी पारिबी। हेले तू तो जानिछु आम घर ठारू मार्केट पाखापाखि 10 किलोमीटर बाट, तेणु मो पुओ साइकेल नहीं जाइछि छता आनिबाकू। से छता आनिले मु काम को जीवी। मु देखिली तू एठारे छिड़ा होइछु, तेणु मो पुओ आसिला पर्यंत एठाकू टिके समय बितेबाकू पळाई आसिली। हौ मु बहुत समय हेबो तो साथीरे गपिलिणी। मते लागुछि मो पुओ बोधे घर को आसी सारिथिबो, तेणु मते एबे जिबाकू पड़िबो। एपरी कही बिजू सेठारू पळाइला। बिजू पळाइला सत, हेले राजू को बेपार करिबार गोटिए भल उपाय देई गला। अरे ए बिजूर कथारू मु गोटिए भल उपाय पाइगली बेपार करिबा पाई। से उपाय हेला मु छता बिकिबी। अरे ए 4 ରୁ 5ଟି गाँ लोक गोटिए मार्केट उपरे निर्भर करती ओ जहाँकि एठारू 10 किलोमीटर दूर। जदि मु एई पाखरे गोटिए छता दोकान करे ताहले लोके मो पाखरू छता नेबे। एमितिरे एटा वर्षा दिन मो बेपार मध्य भलो हेबो, तेणु मु एई बेपार करिबी। राजू एपरी कही रहिला एवं राति हेबा परे पूर्वथर परी रातिरे जोरे वर्षा हेला एवं वर्षारे सूर्या नामरे गोटिए लोक वर्षा जोगु सेई गछ मूलरे रहीगला, जेउ गछ मूलरे संजय रहितिला। एवं पूर्वथर परी संजय गछ मूलरे रहिबा देखि डाहाणी बहुत खुशी होईगला एवं पूर्वथर परी सूर्या देहरे पशी ताकू मारिदेला ओ तापरे कहिला, अरे मते पुणी गोटे मनीषर रक्त पीवा पाई मिलगला। ए लोकर रक्त पी मते बहुत आनंद लागिला। अरे लोके ए गछ मूल को आसुचंती काहीकि? एठारे एपरी कौन अछि जेउथि पाई या मूल को आसुचंती? अरे मते जहा लागुछे एई वर्षा जोगु एमाने सब एठाकू रहिबाकू आसुचंती एवं मोर शिकार हेउचंती। जदि एपरी वर्षा प्रत्येक दिन हुअंता ना ताहले मु बसी सोई आराम रे रक्त पी पारंती। धन्यवाद शैतान देव मोर साहाय्य करिथिबारु। डाहाणी एपरी कही खुशी हेला, हेले से जानि नथिला तार खुशी नष्ट हेबो बोली। कारण ता पर दिन सकाळ हेबा परे राजू सेई गछ ठारू अल्प दूर रे गोटिए छता दोकान कला एवं रास्तारे जाउथिबा लोक एवं पाख गाँ रे लोक मध्य ता ठारू छता नेबारे लागिले। एहा देखि राजू बहुत खुशी होई कहिला, धन्यवाद प्रभु, मो मुंडरे गोटिए भल बेपार करिबार बुद्धि पुराइथिबारु मु ए बेपार करी बहुत खुशी। कारण लोके मो दोकानरू छता नेउछंती। आज मध्य भल बेपार हेला। एपरी बेपार देखि मते जहा लागुछि आजिरो सबु छता मोर सरीजिबो। आउ जदि एपरी प्रत्येक दिन बेपार हुए ताहले मु बहुत शीघ्र धनी होई जिबी एवं मो पाई गोटिए भल घर तैयारी करिबी। अरे हाँ, धाई आस लागिला लागिला छता बहुत सस्ता ओ पाखरू छता किणंतु एवं वर्षारू रक्षा पांतु। राजू एपरी खुशी रे बेपार कला। राजू परी जंगल रे बाघ ओ बिलुआ कथा हेले। अरे मामा, आउ केते दिन एपरे बसी रहिबा? वर्षा कारणरू जंगलर सबुआडे पानी, जेउथि पाई आमे जंगलर आर पाखकू जाई पारु नांती। आर पाखे हमकू बहुत भल शिकार मिलुतिला, हेले एबे आमे ए पाखरे किछि भी खाइबाकू पाउ नांती। खाली जा ए चढ़ई खाई बंचुचंती। एपरी आमे
ଆଉ କେତେ ଦିନ ବଞ୍ଚିବା ଓ ସେଇ ଚଢ଼େଇ ଗୁଡାକୁ ଖାଇବା। ତେଣୁ କିଛି ଗୋଟେ ରୋଜଗାର ବାଟ ବାହାର କର, ଯାହା ଦ୍ୱାରା ଆମେ ଆଉ ଶିକାର ନ କରି ମଣିଷଙ୍କୁ ଟଙ୍କା ଦେଇ ଛେଳି ଗାଈ ଗୋରୁ କିଣି ଖାଇବା। ନା କଣ କହୁଛ ମାମା? ଆରେ ହଁ ରେ ବେଲୁ, ତୁ ଠିକ କହିଲୁ ରେ। ମୁଁ ବି ସେଇଆ ଭାବୁଥିଲି। ଏଇ ଦେଖୁନୁ କେତେ ସେଇ ଚଢ଼େଇକୁ ଖାଇବା। ସେଇ ଚଢ଼େଇକୁ ଖାଇ ପାଟି ଅଠା ମାରି ଯାଉଛି ଓ ତାହା ସହ ପେଟ ମଧ୍ୟ ପୁରୁନି। ତେଣୁ ଗୋଟେ କାମ କରିବା, କିଛି ବେପାର ଆରମ୍ଭ କରିବା ଚାଲ, ଯାହାଦ୍ୱାରା ଏଇ ବର୍ଷା ଦିନ ସରିବା ପର୍ଯ୍ୟନ୍ତ କମ୍ ସେ କମ୍ ଭଲରେ ତ ବଞ୍ଚିପାରିବା। ହେଲେ କରିବା ତ କଣ କରିବା, କଣ କରିବା, କଣ କରିବା? ଆରେ ହଁ ବେଲୁ, ଏ ବର୍ଷା ଦିନ ପାଇଁ ଆମେ ଚାଲ ଛତା ବେପାର କରିବା। ଏମିତିରେ ମୁଁ ଏଇ ଅଳ୍ପ ଦିନ ତଳେ ଦେଖିଥିଲି ବର୍ଷା କାରଣରୁ ଲୋକେ ଛତା ନ ପାଇ ବର୍ଷାରେ ଭେଦୁଛନ୍ତି। ତେଣୁ ଚାଲ ଆମେ ଜଙ୍ଗଲ ପାଖ ରାସ୍ତାରେ ଗୋଟିଏ ଛତା ଦୋକାନ କରିବା ଓ କିଛି ଟଙ୍କା ଇନକମ୍ କରିବା। ନା କଣ କହୁଛୁ? ବାଘଠାରୁ ଏକଥା ଶୁଣି ବିଲୁଆ ବହୁତ ଖୁସି ହୋଇ କହିଲା, ଆରେ ମାମା, କି ବୁଦ୍ଧି ଦେଲ ମ ତମେ? ତମ ବୁଦ୍ଧିକୁ ତ ମାନିବାକୁ ପଡିବ। ଯଦି ଆମେ ଏପରି କଲେ ତାହେଲେ ବିଶ୍ୱାସ କର, ଆମେ ବହୁତ ଟଙ୍କା ଅଳ୍ପ ଦିନ ଭିତରେ ରୋଜଗାର କରିପାରିବା। ଏ ବର୍ଷା ଦିନକୁ ଛତା ବିକିବା ଆଇଡିଆ ବହୁତ ଭଲ ଲାଗିଲା ମାମା। ହଉ ମାମା, ଏବେ ଚାଲ ପାଖ ରାସ୍ତାକୁ ଯିବା ଏବଂ ସେଠାରେ ଜାଗା ଦେଖିକି ଆସିବା କେଉଁଠାରେ ଦୋକାନ କରିବା। ଆରେ ବେଲୁ, ସକାଳୁ ମୋର ମୁଣ୍ଡ ଘୁରାଉଛି ଯେ ଏପର୍ଯ୍ୟନ୍ତ ଭଲ ଲାଗୁନି। ତେଣୁ ଆଗକୁ ବଢ଼ିବା ପାଇଁ ମୋ ପାଖରେ ଜମା ବି ବଳ ନାହିଁ। ସେଥିପାଇଁ ଆମେ ଗୋଟେ କାମ କରିବା, ଆଜି ଜାଗା ଦେଖିବାକୁ ଯିବାନି, ବରଂ କାଲି ସକାଳେ ଜାଗା ଦେଖିବାକୁ ଯିବା। ଏମିତିରେ କାଲି ମୋର ମୁଣ୍ଡ ବିନ୍ଧା ଭଲ ହୋଇଯାଇଥିବ। ବାଘର ଏକଥାରେ ବିଲୁଆ ରାଜି ହୋଇଗଲା ଏବଂ ରାତି ହେବା ପରେ ପୁଣି ଥରେ ବର୍ଷା ହେଲା। ବର୍ଷା ହେବା ଦେଖି ଡାହାଣୀ ମନ ବହୁତ ଖୁସି ହୋଇଗଲା ଓ ସେ କହିଲା, ଆରେ ବା, ପୁଣି ଥରେ ବର୍ଷା ହେଲା, ମାନେ ଆଜି ବୋଧେ ପୁଣି ଏକ ଲୋକ ଆସିବ ଏବଂ ଏ ଗଛ ମୂଳରେ ରହିବ ଓ ତାପରେ ମୁଁ ତାକୁ ବହୁତ ଆନନ୍ଦର ସହ ଖାଇବି। ଏମିତିରେ ମୋତେ ମଧ୍ୟ ଜୋରରେ ଭୋକ ଲାଗିଲାଣି। ତେଣୁ ଯେତେ ଶୀଘ୍ର ମଣିଷ ଆସିବ ସେତେ ଭଲ। ସେ ଏତିକି କହିଛି କି ନାହିଁ, ହଠାତ୍ ଗୋଟିଏ ଲୋକ ଆସିଲା। ହେଲେ ସେ ଲୋକଟି ଗଛ ମୂଳରେ ନ ରହି ସେଠାରୁ ଆଗକୁ ବଢ଼ିବାରେ ଲାଗିଲା, କାରଣ ଆଗରେ ଛତା ଦୋକାନ ଥିଲା। ଏହା ଦେଖି ଡାହାଣୀ ବହୁତ ଆଶ୍ଚର୍ଯ୍ୟ ହୋଇ କହିଲା, ଆରେ ଇଏ କ'ଣ? ଏ ଲୋକଟା ଏଠାରେ ନ ରହି ହଠାତ୍ ଆଗକୁ ବଢ଼ିଲା କାହିଁକି? ଯିଏ ବି ଏଇ ବାଟ ଦେଇ ଯାଏ, ବର୍ଷା ହେବ ମାନେ ଏଠାରେ ବର୍ଷାରୁ ରକ୍ଷା ପାଇବା ପାଇଁ ୟା ମୂଳରେ ଛିଡ଼ା ହୁଏ। ମୁଁ ତ 2 ଦିନ ହେବ ଏଇଆ ଦେଖୁଛି ଓ ସେ ଲୋକଙ୍କର ରକ୍ତ ମଧ୍ୟ ପିଉଛି। ହେଲେ ଆଜି କଥାଟା ଓଲଟା କେମିତି ହେଲା? ଏ ଲୋକଟା ଏଠାରେ ରହିଲାନି, ବୋଧେ ସେ ଶୀଘ୍ର ଥିବ, ସେଥିପାଇଁ ଏଠାରେ ରହିଲାନି। ହଉ, ଆଉ ଏକ ମଣିଷ ଆସିବାର ଯାଉଛି, ଅପେକ୍ଷା କରିବି। ଡାହାଣୀ ଏତିକି କହିଛି କି ନାହିଁ, ହଠାତ୍ ତାର ନଜର ପଡ଼ିଲା ସେ ଲୋକଟି ଛତା ଦୋକାନରୁ ଛତା କିଣି ଆଗକୁ ବଢ଼ିବାରେ ଲାଗିଲା। ଏହା ଦେଖିବା ମାତ୍ରେ ଡାହାଣୀ ବୁଝିଗଲା କି କାହିଁକି ଏ ଲୋକ ଏଠାରେ ରହିଲା ନାହିଁ। ତେଣୁ ସେ କହିଲା, ଆରେ ତାହେଲେ କଥାଟା ଏଇଠି ରହିଛି। ଏବେ ମୁଁ ସମ୍ପୂର୍ଣ୍ଣ କଥାକୁ ଜାଣିପାରିଲି କି ଏ ଲୋକଟା ଏଠାରେ କାହିଁକି ରହିଲା ନାହିଁ। ଆରେ ଏଠାରେ ତ ଛତା ଦୋକାନ ଅଛି ବୋଲି ଏ ଲୋକଟା ଏଠାରେ ଅପେକ୍ଷା ନ କରି ଛତା କିଣିଲା ଏବଂ ଘରକୁ ଗଲା। ଯଦି ଏଠାରେ ଛତା ଦୋକାନ ନଥାନ୍ତା ତାହେଲେ ସେ ଏଠାରେ ଅପେକ୍ଷା କରିନଥାନ୍ତା। ତେଣୁ ମୋର ପ୍ରଥମ କାମ ଏ ଛତା ଦୋକାନୀକୁ ଏଠାରୁ ଉଠାଇବାକୁ ପଡ଼ିବ, ନହେଲେ ଏଟା ମୋ ରାସ୍ତାରେ କଣ୍ଟା ସାଜିବ। ହେଲେ ୟାକୁ ଉଠାଇବି କିପରି? କାରଣ ମୁଁ ଏଠାରେ ବନ୍ଦିନ। ଯଦି ମୁଁ ମୁକ୍ତ ହୋଇଥାନ୍ତି ତାହେଲେ ଏ ଲୋକଟାକୁ ଏଇଠାରେ ମାରି ତାର ରକ୍ତକୁ ପିଇ ଦେଇଥାନ୍ତେ, ଯାହାଦ୍ୱାରା ସେ ଆଉ ଏଠାରେ ଛତା ଦୋକାନ କରିପାରିନଥାନ୍ତା। ହେଲେ ଏବେ ମୋ ପାଖରେ ଆଉ କିଛି ବି ଉପାୟ ନାହିଁ। ତେଣୁ ମୋତେ ମୋର ଭାଗ୍ୟକୁ ନିନ୍ଦିକି ରହିବାକୁ ପଡ଼ିବ। ଡାହାଣୀ ଏପରି ମନ ଦୁଃଖ କରି ରହିଲା ଏବଂ ତା ପରଦିନ ସକାଳ ହେବା ପରେ ବିଲୁଆ ଓ ବାଘ ଜାଗା ଦେଖିବାକୁ ଆସିଲେ ଏବଂ ସେ ଜାଗା ଉପରେ ପହଞ୍ଚି ଦେଖିଲେ ପ୍ରଥମରୁ ହିଁ କିଏ ଏକ ଛତା ଦୋକାନ କରିଦେଇଛି। ଏହା ଦେଖି 2 ଜଣଙ୍କ ମନ ବହୁତ ଦୁଃଖ ହୋଇଗଲା। ତେଣୁ ବିଲୁଆ କହିଲା, ଆଜ୍ଞା ମାମା, ଇଏ କ'ଣ? ଏଠାରେ ତ ଗୋଟିଏ ଲୋକ ଆଗରୁ ହିଁ ଛତା ଦୋକାନ କରିଛି।
ଯଦି ଆମେ ଏଠାରେ ଦୋକାନ କରନ୍ତି ତାହେଲେ ଲୋକେ ସେଠାରୁ କିଣିବେ ଓ ଆମଠାରୁ କିଣିବେ ନାହିଁ, କାରଣ ଆମେ ହେଲେ ଜଙ୍ଗଲର ପଶୁ। ଓ ଏହା ଛଡ଼ା ଆମେ ଯଦି ଏଠାରେ ଦୋକାନ କରୁ ତାହେଲେ ଆମର କିଛି ବି ଫାଇଦା ହେବ ନାହିଁ। ତେଣୁ ଏଠାରେ ଦୋକାନ କରି କିଛି ବି ଲାଭ ନାହିଁ। ଯଦି ଆମେ ୟାକୁ ଏଠାରୁ ଉଠାଇ ଦିଅନ୍ତେ ତାହେଲେ ଆମର କାମ ହୋଇପାରନ୍ତା। ହେଲେ ଆମେ ହେଲେ ପଶୁ, ଆମେ ଅବା ଏ ମଣିଷର କ'ଣ କରିପାରିବା? ତେଣୁ ଆମେ ବେପାର କଥାଟା ଭୁଲିଯିବା ହିଁ ଭଲ ହେବ। ବିଲୁଆ କଥା ଶୁଣି ହଠାତ୍ ସେଠାରେ ଡାହାଣୀ ପ୍ରକଟ ହେଲା। ଡାହାଣୀକୁ ଦେଖି ଦୁହେଁ ବହୁ ଜୋରେ ଡରିଗଲେ। ତେଣୁ ଡରି ଡରି ବିଲୁଆ କହିଲା, ଆରେ ଡାହାଣୀ, ଏ ଡାହାଣୀ, ଆମକୁ ଛାଡ଼ିଦେ ଓ ଏଠାରୁ ଯିବାକୁ ଦେ। ଆମକୁ ଖାନା। ଯଦି ପାରୁଛୁ ଆଗରେ ଗୋଟିଏ ଲୋକ ଛତା ବିକୁଛି, ତାକୁ ଖାଇଦେ, କାରଣ ମଣିଷ ମାଂସ ଖାଇବାକୁ ଭଲ। ଆମ ଦୁହିଁକୁ ଖାଇ କିଛି ଲାଭ ପାଇବୁ ନାହୁଁ। ତେଣୁ ଭଲ ହେବ ତୁ ସେ ମଣିଷକୁ ଖାଇ ଆମକୁ ଛାଡ଼ିଦେ। ଆରେ ବିଲୁଆ ଓ ବାଘ, ତମେ ଦୁଇଟା ମତେ ଦେଖି ଡରନି, କାରଣ ମୁଁ ତୁମ ଦୁଇଟାଙ୍କର କିଛି ବି କ୍ଷତି କରିବି ନାହିଁ। ବରଂ ମୁଁ ଏଠାକୁ ଆସିଛି ତୁମ ଦୁଇ ଜଣଙ୍କର ସାହାଯ୍ୟ କରିବା ପାଇଁ। ଆଉ ରହିଲା ଏ ମଣିଷକୁ ଖାଇବା କଥା, ତୁମେ ଦୁଇଟା ଯଦି ମୋର ସାହାଯ୍ୟ କରିବ ତାହେଲେ ମୁଁ ଏ ମଣିଷକୁ ଖାଇବା ସହ ତୁମର ସାହାଯ୍ୟ ମଧ୍ୟ କରିପାରିବି, ଯାହାଦ୍ୱାରା ତୁମେ ଏଠାରେ ଛତା ଦୋକାନ କରିପାରିବ। ଏହା ଶୁଣି ଦୁଇଙ୍କ ମନ ପୁରା ଖୁସି ହୋଇଗଲା ଓ ତାପରେ ବିଲୁଆ କହିଲା, ଆରେ ଏ ଡାହାଣୀ, ଏମିତି ଆମେ ଦୁଇ ଜଣ ତୋର କି ସାହାଯ୍ୟ କରିବୁ, ଯାହାଦ୍ୱାରା ତୁ ଏ ମଣିଷକୁ ମାରି ଆମକୁ ସାହାଯ୍ୟ କରିବା କଥା କହୁଛୁ? ଆଗେ ତୁ ସେ ସାହାଯ୍ୟ କ'ଣ ଦରକାର କହ ଓ ତାପରେ ଯାଇ ଆମେ ତୋର ସାହାଯ୍ୟ କରିବା କଥା ଭାବିବୁ। ଆରେ ବିଲୁଆ ଦେଖ, ମୋ ଗଛରେ ଗୋଟିଏ କଣ୍ଟା ବାଡ଼ା ଯାଇଛି, ଯାହାକୁ ଏକ ବାବା ଏଇଠାରେ ବାଡ଼ାଇଛି। ଯେତେ ପର୍ଯ୍ୟନ୍ତ ଏ କଣ୍ଟା ଏ ଗଛରେ ଥିବ ସେତେ ପର୍ଯ୍ୟନ୍ତ ମୁଁ ଏଠାରେ ବନ୍ଦିନ ହୋଇ ରହିବି। ଯଦି ତମେ ଦୁଇଟା ଏ କଣ୍ଟାକୁ ବାହାର କରିଦେବ ତାହେଲେ ମୁଁ ଯାଇ ଏଠାରୁ ଆଜାଦ ହେବି ଓ ତାପରେ ଯାଇ ଏ ଲୋକଟାକୁ ମାରିପାରିବି ଓ ତାପରେ ତମେ ଦୁଇଟା ଏଇଠାରେ ଦୋକାନ କରିପାରିବ। ମୁଁ ଏ କଣ୍ଟାକୁ କାଢ଼ିବାକୁ ଚେଷ୍ଟା କରିଥିଲେ, ହେଲେ ଯେହେତୁ ମୁଁ ଏଠାରୁ ବନ୍ଦିନ, ତେଣୁ ଏହାକୁ କାଢ଼ିବା ମୋ ଦ୍ୱାରା ସମ୍ଭବ ନୁହଁ। ଏହା ଶୁଣିବା ମାତ୍ରେ ବିଲୁଆ ସଙ୍ଗେ ସଙ୍ଗେ ଗଛରେ ଲାଗିଥିବା କଣ୍ଟାକୁ କାଢ଼ିଦେଲା ଓ ଯାହାଦ୍ୱାରା ଡାହାଣୀ ଆଜାଦ ହୋଇ କହିଲା, ଧନ୍ୟବାଦ ବିଲୁଆ, ମୁଁ ପାଖାପାଖି ଏଠାରେ 10 ବର୍ଷ ହେବ ବନ୍ଦିନ ଥିଲି, ଯାହାଦ୍ୱାରା ମୁଁ ମଣିଷର ରକ୍ତ ପିଇ ପାରୁନଥିଲି ଓ ଯିଏ ବି ଏଇ ଗଛ ମୂଳକୁ ଆସେ ମୁଁ କେବଳ ତାର ରକ୍ତ ପିଏ। ହେଲେ ଏବେ ମୋତେ କାହାର ଅପେକ୍ଷା କରିବାକୁ ପଡ଼ିବନି। ଏବେ ଯୁଆଡ଼େ ମୁଁ ଚାହିଁବି ସିଆଡ଼େ ଯାଇ ମଣିଷ ରକ୍ତ ପିଇ ପାରିବି। ଡାହାଣୀ ଏପରି କହି ରାଜୁ ଦେହରେ ପଶି ତାକୁ ମାରିଦେଲା ଓ ଏହା ଦେଖି ବିଲୁଆ ଓ ବାଘ ବହୁତ ଖୁସି ହେଲେ ଏବଂ ରାତି ହେବା ପରେ ରାଜୁ ଗୋଟିଏ ଭୂତର ପରିଣତ ହୋଇଗଲା ଓ ତାପରେ ସର୍ବପ୍ରଥମେ ତାର ଦୋକାନ ପାଖରେ ଥିବା ବାଘ ଓ ବିଲୁଆକୁ ମାରି କହିଲା, ହଇରେ ମୂର୍ଖ ବିଲୁଆ ଓ ବାଘ, ମତେ ତୁମେ ଦୁଇ ଜଣ ଷଡ଼ଯନ୍ତ୍ର କରି ମାରିଦେଲ, ଯାହାଦ୍ୱାରା ମୁଁ ଭୂତ ହେଲି। ଏହାର ପରିଣାମ କେବଳ ତମ ଦୁଇଟାଙ୍କର ମୃତ୍ୟୁ ଥିଲା, ଯାହାକୁ ମୁଁ ପୂରଣ କରିଦେଲି। ଏବେ ବାସ୍ ସେ ଡାହାଣୀର ପାଳି। ଯେତେ ପର୍ଯ୍ୟନ୍ତ ସେ ଡାହାଣୀକୁ ନ ମାରିଛି ସେତେ ପର୍ଯ୍ୟନ୍ତ ମୋତେ ଶାନ୍ତି ମିଳିବ ନାହିଁ। ଆଗେ ସେ ଡାହାଣୀକୁ ମାରିବି ଓ ତାପରେ ଯାଇ ଯେଉଁ କାର୍ଯ୍ୟ କରିବା କଥା କରିବି। ଭୂତ ଏପରି କହି ସେଠାରୁ ଅଦୃଶ୍ୟ ହୋଇଗଲା ଏବଂ ନିଜର ଶକ୍ତି ମାଧ୍ୟମରେ ଜାଣିପାରିଲା ଡାହାଣୀ କେଉଁଠାରେ ଅଛି ବୋଲି ଏବଂ ତାପରେ ସେ ଡାହାଣୀ ପାଖରେ ପ୍ରକଟ ହୋଇ ଡାହାଣୀକୁ ମାରିଦେଲା ଓ ତାପରେ ତାର ଆତ୍ମାକୁ ଶାନ୍ତି ମିଳିଲା। ଏପରି ଭାବେ ଭୂତ ଡାହାଣୀଠାରୁ ତାର ପ୍ରତିଶୋଧ ପୂରଣ କଲା। ମାଧବପୁର ଗାଁ ଶେଷ ମୁଣ୍ଡରେ ଗୋଟିଏ ବରଗଛ ଅଛି, ଯାହାର ଚାରିପାଖେ ବାଡ଼ ଘେରା ଯାଇଛି ଓ ଏ ଗଛକୁ କେହି ବି ଛୁଇଁବେ ନାହିଁ କିମ୍ବା ତା ପାଖକୁ
ଯିବାକୁ ମଧ୍ୟ ଚେଷ୍ଟା କରିବେ ନାହିଁ, କାରଣ ଏ ବରଗଛରେ ଗୋଟିଏ ଡାହାଣୀ ବନ୍ଦିନୀ ଅଛି, ଯିଏକି ତା ଜୀବନରେ ଅନେକ ଲୋକଙ୍କୁ ମାରିଛି। ଏହି କାରଣରୁ ଲୋକେ ରାଗି ଏ ବରଗଛରେ ଡାହାଣୀକୁ ବନ୍ଦିନ କରିଦେଇଛନ୍ତି। ଧୀରେ ଧୀରେ ସମୟ ଗଡ଼ି ତା ପରଦିନ ସକାଳ ହେଲା। ସକାଳ ହେବା ପରେ 2 ଜଣ ଛୁଆ ସ୍କୁଲ ଯିବା ପାଇଁ ବାହାରି ପଡ଼ିଲେ। ଆରେ ସାଙ୍ଗ, କାଲି ରାତିରେ ମାଧବ ଭାଇ ଓ ସଞ୍ଜୟ ଭାଇ କଥା ହେଉଥିଲେ କି କୁଆଡ଼େ ଗାଁ ଶେଷ ମୁଣ୍ଡରେ ମିଠା ଜାମ୍ବୁକୋଳି ହୋଇଛି ବୋଲି। ତେଣୁ ଚାଲ ଆମେ ସେଠାକୁ ଯିବା ଏବଂ ଜାମୁକୋଳି ଗଛ ଦେଖିବା ସହ ଏବେ ଅଳ୍ପ ଖାଇବା ଏବଂ ରବିବାର ଦିନ ସକାଳୁ ସେଠାକୁ ଯିବା ଏବଂ ମନ ଭରି ଖାଇବା ସହ ଘର ପାଇଁ ମଧ୍ୟ ନେଇକି ଆସିବା। ଆରେ ସାଙ୍ଗ, ତୁ ପାଗଳ ହୋଇଯାଇଛୁ କିରେ? ତୁ କି କଥା କହୁଛୁ? ତୁ ନିଜେ ବୁଝିପାରୁଛୁ ତ? ତୁ କହୁଛୁ ଗାଁ ଶେଷ ମୁଣ୍ଡକୁ ଯିବା ପାଇଁ, ଯେଉଁଠିକୁ କେହି ବି ଲୋକ ଯାଆନ୍ତି ନାହିଁ ଏବଂ ଗାଁର ସବୁ ଛୁଆଙ୍କୁ ମନା କରାଯାଇଛି ସେଠାକୁ ନ ଯିବା ପାଇଁ। ତେଣୁ ସେଠାକୁ ଗଲେ ଗାଁ ଲୋକ ରାଗିବେ ଓ ଏହା ସହ ମୋ ବାପା ମଧ୍ୟ ମୋତେ ବାଡ଼ାଇବେ। ତେଣୁ ସେଠାକୁ ନ ଯିବାଟା ମୋ ମତରେ ଭଲ ହେବ। ଆରେ ସାଙ୍ଗ, ଆମେ ସେଠାକୁ ଯିବାନି କାହିଁକି? ଓ ଏମିତି ସେଠାରେ କ'ଣ ଅଛି ଆମେ ତା ବିଷୟରେ କିଛି ବି ଜାଣିନାହାନ୍ତି। ତେଣୁ ଏପରି ଯଦି ଅଜଣା ଜିନିଷ ବିଷୟରେ ନ ଜାଣି ଡରିବା କିମ୍ବା ଆଗକୁ କ'ଣ ହେବ ଭାବିବା, ତାହେଲେ ଆମେ 2 ଜଣ ଆଗକୁ କିଛି କରିପାରିବା ନାହିଁ। ତେଣୁ ତୁ ବେଶୀ କଥା ନ ଭାବି ମୋ ସାଥିରେ ଚାଲ, ମିଠା ମିଠା କୋଳି ଖାଇକି ଆସିବା। ତୁ ଖାଲି ଗଛ ତଳେ ରହିବୁ ଓ ମୁଁ ଗଛରେ ଚଢ଼ି ତତେ ଜାମୁକୋଳି ଖାଇବାକୁ ଦେବି। ଏବେ ଆଉ ବେଶୀ କଥା ନ ଭାବି ଚାଲ ଏଠାରୁ। ରାଜୁ ଏପରି କହିବା ପରେ ବିଜୁର ଯିବା ପାଇଁ ଇଚ୍ଛା ନଥିଲେ ମଧ୍ୟ ସେ ବାଧ୍ୟ ହୋଇ ତା ସାଥିରେ ଗାଁ ଶେଷ ମୁଣ୍ଡକୁ ଗଲା ଏବଂ ସେମାନେ ଯାଉଥିବା ବେଳେ ଦେଖିଲେ ଗାଁ ଶେଷ ମୁଣ୍ଡରେ ଗୋଟିଏ ବଡ଼ ବରଗଛ ଥାଏ। ସେ ଗଛଟି ଦେଖିବାକୁ ପୁରା ଅଜୀବ ପ୍ରକାର। ଏ 2 ଜଣ ଏପରି ଗଛ ତାଙ୍କ ଜୀବନରେ କେବେ ବି ଦେଖିନଥିଲେ। ଏହା ଦେଖି ସେ 2 ଜଣ ରହିଗଲେ ଏବଂ ତାପରେ ବିଜୁ କହିଲା, ଆରେ ସାଙ୍ଗ, ଇଏ କ'ଣ ରେ? ଏତେ ବଡ଼ ଓ ପୁରୁଣା ଗଛ। ମୁଁ ତ କାହିଁ ମୋ ଜୀବନରେ ଏପରି ଗଛ କେବେ ବି ଦେଖିନଥିଲି। ଏପରି ଗଛ ଦେଖି ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ଇଏ କ'ଣ? ଏ ଗଛ ଚାରିପାଖେ ଏପରି ବାଡ଼ ଘେରା ଯାଇଛି କାହିଁକି? କଥା କ'ଣ? ଆରେ ସାଙ୍ଗ, ମୋତେ ବହୁତ ଡର ଲାଗିଲାଣି। ତେଣୁ ଚାଲ ଯେତେ ଶୀଘ୍ର ହେବ ଏଠାରୁ ପଳାଇବା ଏବଂ ସ୍କୁଲ ଯିବା। ମୋତେ ଏ ଜାଗାଟା କିଛି ଠିକ୍ ଲାଗୁନି ରେ। ଆରେ ସାଙ୍ଗ, କାହିଁ ଏମିତି ହେଉଛୁ? ଏପରି ଡରିଲେ କ'ଣ ହେବ? ଦେଖ, ସେ ବରଗଛ ପଛରେ ଗୋଟେ ଜାମୁକୋଳି ଗଛ ଅଛି। ସେ ଗଛ ପାଖକୁ ନ ଯିବା ପାଇଁ ଏପରି ବାଡ଼ ଦିଆଯାଇଛି। ତେଣୁ ଚାଲ ଆମେ 2 ଜଣ ତା ଭିତରକୁ ଯିବା ଏବଂ ଜାମୁକୋଳି ଖାଇକି ସ୍କୁଲ ଯିବା। ରାଜୁ ଏପରି କହିବା ପରେ ହଠାତ୍ ଗୋଟେ କିଏ ଆସିବାର ଖସଖସ ଆବାଜ ଶୁଭିଲା। ଏ ଆବାଜ ଶୁଣିବା ପରେ ରାଜୁ କହିଲା, ଆରେ ସାଙ୍ଗ, ଲାଗୁଛି ଏ ଗଛ ଆଡ଼କୁ କିଏ ବୋଧେ ଆସୁଛି। ତେଣୁ ଏବେ ସେ ଜାମୁକୋଳି ଗଛ ପାଖକୁ ଯିବାଟା ଠିକ୍ ହେବନି। ତେଣୁ ଯେତେ ଶୀଘ୍ର ହେବ ଏଠାରୁ ସ୍କୁଲ ପଳାଇବା ଚାଲ, ନହେଲେ ସେ ଲୋକ ଆସି ଆମକୁ ଧରି ପକାଇବ ଏବଂ ସେ ତ ଯାହା ବାଡ଼େଇବେ, ଏହା ସହ ତୋ ବାପା ମଧ୍ୟ ତୋତେ ବାଡ଼ାଇବେ। ରାଜୁ ଏପରି କହିବା ପରେ ଦୁହେଁ ସେଠାରୁ ପଳାଇଲେ ଏବଂ ରାତି ହେବା ପରେ ରାଜୁ ତାର ଜେଜେକୁ ପଚାରିଲା, ଆରେ ଜେଜେ, ମୁଁ ଆଜି ତୁମକୁ ଗୋଟିଏ କଥା ପଚାରିବି। ତେଣୁ ତୁମେ ଦୟାକରି ସବୁ କଥା ମୋତେ ସତ କହିବ। କିଛି କଥା ମୋତେ ଲୁଚାଇବ ନାହିଁ, କାରଣ ମୁଁ ବଡ଼ ହୋଇଗଲିଣି ଜେଜେ। ଏମିତି କ'ଣ ହୋଇଛି ଯେଉଁଥିପାଇଁ ଗାଁ ଶେଷ ମୁଣ୍ଡକୁ କେହି ବି ଯାଉନାହାନ୍ତି କିମ୍ବା କାହାକୁ ବି ଛଡ଼ା ଯାଉନି? ଦୟାକରି ମୋତେ ସବୁ କଥା ଗୋଟି ଗୋଟି କରି କୁହ, କାରଣ ମୁଁ ଏ ବିଷୟରେ ଯେବେ ବି ଲୋକଙ୍କୁ ପଚାରେ ସେମାନେ କେହି ବି କିଛି କୁହନ୍ତି ନାହିଁ। ହଇରେ ମୋର ନାତି ଟୋକା, ଏ ବିଷୟରେ ଆମେ କୌଣସି ଛୁଆଙ୍କୁ କିଛି ବି କହୁନା, କାରଣ ସେ ବରଗଛ କୌଣସି ସାଧାରଣ ବରଗଛ ନୁହଁ। ସେ ବରଗଛରେ ଗୋଟିଏ ଡାହାଣୀ ରହୁଛି, ଯାହାକୁ ଆମ ଗାଁର ଲୋକ ବନ୍ଦିନ କରି ରଖିଛନ୍ତି। ଯଦି ସେଠାକୁ କେହି ଛୁଆ ଯାଆନ୍ତି କିମ୍ବା ସେ ଡାହାଣୀ ମୁକ୍ତ ହୋଇଯାଏ, ତାହେଲେ ସେ ଡାହାଣୀ କାହାକୁ ବି ଛାଡ଼ିବ ନାହିଁ। ମୁଁ ଏ କଥା ମୋ ମନରୁ କହୁନି, ବରଂ ଆଜିଠୁ 15 ବର୍ଷ ତଳେ ସେ ଡାହାଣୀ ଗାଁ ଗାଁ ବୁଲି
ଗାଁରେ ଥିବା ଲୋକମାନଙ୍କୁ ମାରୁଥିଲା। ଏଥିରୁ କେମିତି ଓ କିପରି ଲୋକେ ରକ୍ଷା ପାଇବେ କିଛି ବି ଜାଣି ପାରୁନଥିଲେ। ହେଲେ ଏକଦା ଗାଁ ଲୋକ ଗୋଟିଏ ଗୁଣିଆକୁ ଡାକିଲେ ଏବଂ ଗୁଣିଆଟି ନିଜ ଶକ୍ତି ମାଧ୍ୟମରେ ସେ ବରଗଛରେ ଡାହାଣୀକୁ ବନ୍ଦିନ କରିଦେଇ କହିଲା, ହୋଇଓ ଗାଁ ବାଲା ଶୁଣ, ମୁଁ ଏ ବରଗଛରେ ଡାହାଣୀକୁ ବନ୍ଦିନ କରିଦେଲି। ଆଜିଠାରୁ ଗାଁ ଲୋକ ବିନା ଚିନ୍ତାରେ ରହିବ। ହେଲେ ଗୋଟିଏ କଥା ମନେ ରଖ, ଏ ବରଗଛ ପାଖକୁ କାହାକୁ ଛାଡ଼ିବନି କିମ୍ବା ଏ ଗଛରେ ଲାଗିଥିବା କଣ୍ଟାକୁ ବାହାର କରିବାକୁ ଚେଷ୍ଟା କରିବନି। ଯଦି ତମେ କେବେ ଏପରି କରିବାକୁ ଚେଷ୍ଟା କର କିମ୍ବା ଭୁଲରେ ହୋଇଯାଏ ତାହେଲେ ଏହାର ପରିଣାମ ବହୁତ ଖରାପ ହେବ। ମାନେ ଗାଁରେ ମୃତ୍ୟୁର ତାଣ୍ଡବ ଚାଲିବ। ତେଣୁ ଏ ବିଷୟରେ ଗାଁରେ ସମସ୍ତଙ୍କୁ କହିଦିଅ ଯେ କେହି ବି ଏଠାକୁ ଆସିବେ ନାହିଁ। ଆରେ ଏ ଗୁଣିଆ ଭାଇ, ମୁଁ ହେଉଛି ଏ ଗାଁର ମୁଖିଆ। ତେଣୁ ତମେ ଜମା ବି ଚିନ୍ତା କର ନା। ଏ ବିଷୟରେ ମୁଁ ସମସ୍ତଙ୍କୁ ଗୋଟେ ସଭା ବସାଇ କହିଦେବି, ଯାହାଦ୍ୱାରା ଲୋକେ ସତର୍କ ହେବା ସହ ଏଠାକୁ କେହି ବି ଆସିବେ ନାହିଁ। ଧନ୍ୟବାଦ ଗୁଣିଆ ଭାଇ, ତମ ଯୋଗୁଁ ଆଜି ଆମ ଗାଁରେ ଚାଲୁଥିବା ସମସ୍ୟାର ସମାଧାନ ହେଲା। ଯଦି ତମେ ନଥାନ୍ତ ତାହେଲେ ଆମର ଯେ କ'ଣ ହୋଇଥାନ୍ତା ତା ବିଷୟରେ କେହି ବି ଜାଣିନାହାନ୍ତି। ଡାହାଣୀ ବନ୍ଦିନ ପୂର୍ବରୁ ଆମ ଗାଁର ପାଖାପାଖି 5 ଜଣଙ୍କୁ ମାରିକି ଖାଇଛି। ଆଉ ଜଣା ନାହିଁ ଅନ୍ୟ ଗାଁର କେତେ ଲୋକଙ୍କୁ ମାରିଥିବ। ଆରେ ନାତି ଟୋକା, ଏହି କାରଣ ପାଇଁ କେହି ବି ଗାଁ ଲୋକ ଡରରେ ସେ ଗଛ ମୂଳକୁ ଯାଆନ୍ତି ନାହିଁ ଓ ଏଥିପାଇଁ ଆମ ଗାଁରେ ଥିବା ଛୋଟ ଛୁଆଙ୍କୁ ସେଟାକୁ ଛାଡ଼ୁନା। ଯଦି କିଛି ବି ଭୁଲ ହୋଇଯାଏ ନା ତାହେଲେ ସେ ଡାହାଣୀ ପୁଣି ଥରେ ଜୀବିତ ହୋଇ ଉଠିବ ଓ ପୁଣି ଥରେ ଗାଁରେ ମୃତ୍ୟୁର ତାଣ୍ଡବ ଚାଲିବ। ମୃତ୍ୟୁର ତାଣ୍ଡବ। ତେଣୁ ତତେ ଭଲରେ କହିଦେଉଛି, ତୁ ମଧ୍ୟ ସେ ବରଗଛ ପାଖକୁ କଦାପି ଯିବୁନି, ବୁଝିଲୁ? ହଉ, ଏବେ ରାତି ବହୁତ ହୋଇଗଲାଣି, ତେଣୁ ଯା ଶୋଇବୁ। କାଲି ସକାଳେ ପୁଣି ତତେ ସ୍କୁଲ ଯିବାର ଅଛି। ଏହା ଶୁଣି ରାଜୁ ମନେ ମନେ ଭାବିଲା, ଆରେ ମତେ ତ ଲାଗୁଛି ମୋ ଜେଜେ ଯାହା କହୁଛନ୍ତି ସମ୍ପୂର୍ଣ୍ଣ ମିଛ କଥା। କାରଣ ଏ ଭୂତ ପ୍ରେତ ସେ ଯୁଗରେ ଥିଲା, ହେଲେ ଏବେ ଅବା କୁଆଡୁ ସେ ଭୂତ ଆସିବ? ମତେ ତ ଲାଗୁଛି ଜେଜେ ଯାହା ବି କହିଲେ ସେସବୁ ମିଛ କଥା। ମତେ ଜମା ବି ମୋ ଜେଜେଙ୍କ କଥାରେ ବିଶ୍ୱାସ ହେଉନି। ବୋଧେ ବରଗଛ ପଛରେ ଥିବା ଜାମୁକୋଳି ଗଛର ମାଲିକ ଏପରି ମିଛ କଥା କହିଛି, କାରଣ ତାର ଜାମୁକୋଳିକୁ ରକ୍ଷା କରିବା ପାଇଁ। ତେଣୁ ମୁଁ କାଲି ସକାଳେ ଯେମିତି ବି ହେଉ ସେ ଜାମୁକୋଳି ଗଛ ପାଖକୁ ଯିବି ଓ ଜାମୁକୋଳି ଖାଇବି। ରାଜୁ ଏପରି ଭାବି ରହିଲା ଏବଂ ତା ପରଦିନ ସକାଳ ହେବା ପରେ ସେ ବିଜୁକୁ ଧରି ପୁଣି ଥରେ ସେଇ ବରଗଛ ପାଖକୁ ଗଲା ଓ ତାପରେ ରାଜୁ କହିଲା, ଆରେ ସାଙ୍ଗ, କାଲି ସିନା ଆମେ 2 ଜଣ ଜାମୁକୋଳି ଖାଇପାରିଲେ ନାହିଁ, ହେଲେ ଆଜି ଯେମିତି ବି ହେଉ ଜାମୁକୋଳି ଖାଇକି ଯିବା। କାରଣ ଆଜି ସ୍କୁଲ ଯିବା ପାଇଁ ବହୁତ ସମୟ ଅଛି ଏବଂ ତା ଛଡ଼ା କାଲି ସିନା କିଏ ଏଠାକୁ ଆସିଲା ବୋଲି ଆମେ ଏଠାରୁ ପଳାଇଲେ, ହେଲେ ଆଜି ଏଠାକୁ କେହି ଆସିବା ପୂର୍ବରୁ ଚାଲ ଆମେ ଆମ କାମ ସାରିଦେବା। ରାଜୁ ଏପରି କହିବା ପରେ ଦୁହେଁ ମିଶି ସେ ବରଗଛ ପାଖକୁ ଗଲେ ଏବଂ ସେଠି ପହଞ୍ଚିବା ପରେ ରାଜୁ ଦେଖିଲା ସତକୁ ସତ ବରଗଛରେ ଗୋଟିଏ କଣ୍ଟା ମରା ଯାଇଥାଏ। ଏହା ଦେଖି ରାଜୁ ମନେ ମନେ ଭାବିଲା, ଆରେ ତାହେଲେ ଇଏ ହେଉଛି ସେଇ କଣ୍ଟା, ଯେଉଁ କଣ୍ଟା ପାଇଁ ଏ ଡାହାଣୀ ଏଠାରେ ବନ୍ଦିନ ଅଛି। ହେଲେ ଏକଥାରେ ମତେ ଜମା ବି ବିଶ୍ୱାସ ନାହିଁ। ଯଦି ମୁଁ ଏ କଣ୍ଟାକୁ କାଢ଼ିଦିଏ ତାହେଲେ ଗାଁ ବାଲା ଜାଣିପାରିବେ ଯେ ପ୍ରକୃତରେ ଏଠାରେ ଡାହାଣୀ ନାହିଁ ଏବଂ ସେ ପୂର୍ବରୁ ଯେମିତି ଏଠାକୁ ଆସୁଥିଲେ ଏବେ ମଧ୍ୟ ଏଠାକୁ ସେପରି ଆସିବେ। ରାଜୁ ଏପରି ଭାବି ବରଗଛରୁ କଣ୍ଟା କାଢ଼ିଦେଲା ଓ ତାପରେ ସେ ମନେ ମନେ ବହୁତ ଖୁସି ହେଲା ଏବଂ ଧୀରେ ଧୀରେ ସମୟ ଗଡ଼ି ରାତି ହୋଇଗଲା। ରାତି ହେବା ପରେ ହଠାତ୍ ସେ ବରଗଛରୁ ଗୋଟିଏ ଡାହାଣୀ ବାହାରି କହିଲା, ଆରେ ପାଖାପାଖି 10 ବର୍ଷ ହେବ ଏ ଗଛରେ ମୁଁ ବନ୍ଦିନ ଥିଲେ, ଯେଉଁଥିପାଇଁ ମୁଁ ମୋର ଶିକାର କରିପାରୁନଥିଲି। ଏ ମୂର୍ଖ ମଣିଷମାନେ ମୋତେ ବହୁତ ଯନ୍ତ୍ରଣା ଦେଲେ। ମୁଁ ଏଠାରେ ବନ୍ଦିନ ରହି ରହି ନିଜକୁ ବହୁତ କଷ୍ଟ ପହଞ୍ଚାଇଲିଣି, ହେଲେ ଏବେ ଆଉ ସହି ହେବନି। ଏବେ ସମୟ ମୋ ପ୍ରତିଶୋଧର। ମୁଁ ମଣିଷମାନଙ୍କୁ ମାରିକି ଖାଇ
ମୋର ପ୍ରତିଶୋଧ ପୂରଣ କରିବି। ଏବେ ମୁଁ ବି ଦେଖିବି କିଏ ମୋ ହାତରୁ ବଞ୍ଚୁଛି। ଡାହାଣୀ ଏପରି କହି ଗାଁ ଆଡ଼କୁ ଯିବାରେ ଲାଗିଲା ଏବଂ ଗାଁରେ ପହଞ୍ଚି ଦେଖିଲା ଅକ୍ଷୟ ଛିଡ଼ା ହୋଇଥାଏ। ଏହା ଦେଖି ସଙ୍ଗେ ସଙ୍ଗେ ଅକ୍ଷୟକୁ ସେଠାରୁ ଉଠେଇକି ନେଇଗଲା ଏବଂ ତା ପରଦିନ ସକାଳ ହେବା ପରେ ଅକ୍ଷୟ ଗାଁରେ ନଥିବା କଥା ପୁରା ସବୁଆଡ଼େ ହୁ ହୁ କରି ମାଡ଼ିଗଲା। ଆରେ ଗାଁ ବାଲା, ଅକ୍ଷୟ ଗଲା ତ ଗଲା କୁଆଡ଼େ? ଆରେ ସେ ତ କାଲି ଗାଁରେ ଥିଲା। ଏହା ଛଡ଼ା ସେ ଗାଁ ଛାଡ଼ି କୁଆଡ଼େ ଯାଏନି। ଏମିତିରେ ବଜାର ଯାଏନି ପରିବାପତ୍ର ଆଣିବା ପାଇଁ। ହେଲେ ଏବେ ଗଲା ତ ଗଲା କୁଆଡ଼େ? ଘରେ ତାର ସ୍ତ୍ରୀ ସାଥିରେ ଝଗଡ଼ା ମଧ୍ୟ ହୋଇନି କିମ୍ବା କାହା ସାଥିରେ ଝଗଡ଼ା ନାହିଁ। ତାହେଲେ ଗଲା ତ ଗଲା କୁଆଡ଼େ? ଆମେ ସକାଳୁ ଖୋଜି ଖୋଜି ଏବଂ ବନ୍ଧୁବାନ୍ଧବକୁ କଲ୍ କରି ସବୁଆଡ଼େ ବୁଝିଲୁଣି, ଏପର୍ଯ୍ୟନ୍ତ ତାର କିଛି ବି ଖୋଜ ଖବର ନାହିଁ। ତାହେଲେ ସେ କୁଆଡ଼େ ଗଲା? ଏହା ବଡ଼ ଆଶ୍ଚର୍ଯ୍ୟର ବିଷୟ। ଅରେ ହଁ ରେ ରୋହିତ ଭାଇ, ତମେ ଯାହା ବି କହିଲ ଠିକ୍ କଥା। ଆରେ ଅକ୍ଷୟ ବହୁତ ନିରୀହ ଛୁଆଟା, କାହାକୁ କିଛି ବି କୁହେନି। ଏବେ ହଠାତ୍ କୁଆଡ଼େ ଗଲା ତାର ଅତାପତା ମିଳୁନି। ଆମେ ଯାଇ ପୋଲିସ କମ୍ପ୍ଲେନ୍ କରିଛୁ, ହେଲେ ମୋତେ କାହିଁ ଲାଗୁନି ତାକୁ କିଏ କିଡନାପ୍ କରିଥିବ କିମ୍ବା ସେ କୁଆଡ଼େ ଯାଇଥିବ ବୋଲି। ମୋତେ ଯାହା ଲାଗୁଛି ଏଟା କୌଣସି ଭୂତ ପ୍ରେତର କାମ ହୋଇଥିବ। ଆରେ ଭାଇ, ଇଏ ଆଉ ସେ ଡାହାଣୀର କାମ ନୁହେଁ ତ, ଯାହାକୁ ଆମେ ଆଜିଠୁ 10 ବର୍ଷ ତଳେ ଗାଁ ଶେଷ ମୁଣ୍ଡ ବରଗଛରେ ବନ୍ଦିନ କରିଥିଲେ। ଆରେ ବିଜୟ, ତୁ ପାଗଳ ଫାଗଳ ହୋଇଗଲୁଣି କିରେ? ସେ କଥାକୁ ଆଜିଠୁ 10 ବର୍ଷ ହେଲାଣି। ବାବା ଏପରି ଭାବେ ସେ ଡାହାଣୀକୁ ବନ୍ଦିନ କରିଥିଲେ ଯେ ଯେମିତି ସେ ସେଥିରୁ ମୁକ୍ତ ହୋଇପାରିବ ନାହିଁ। ହେଲେ ତାକୁ କିଏ ମୁକ୍ତ କରିବ ଓ ସେ କିପରି ମୁକ୍ତ ହେବ? ମୋତେ ଏକଥା ଜମା ବି ଲାଗୁନି। ୟା ପଛରେ ନିଶ୍ଚିତ କିଛି ବଡ଼ କାରଣ ଲୁଚିକି ରହିଥିବ। ଦେଖିବୁ ଆଉ କିଛି ଦିନ ପରେ ସେ ଆମ ଦ୍ୱାରା ହେଉ କିମ୍ବା ପୋଲିସ ଦ୍ୱାରା ହେଉ ସବୁ କଥା ଜଣା ପଡ଼ିଯିବ। ହେଲେ ସେତେ ପର୍ଯ୍ୟନ୍ତ ଭଲ ହେବ ଆମେ ଚାଲ ଯେଉଁ ଜାଗାରେ ନ ଖୋଜିଛନ୍ତି ଟିକେ ଯାଇ ଖୋଜିବା। ଯଦି ଅକ୍ଷୟ ମିଳିଯାଏ ତାହେଲେ ଆମ ସମସ୍ୟାର ସମାଧାନ ହୋଇଯିବ। ରୋହିତ ଏପରି କହିବା ପରେ ହଠାତ୍ ଗୋଟିଏ ଆବାଜ ଆସିଲା। ଶୁଣ 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 ଗାଁ ବାଲା, ଯିଏ ଯେଉଁଠି ଯେପରି ଏବଂ ଯେଉଁ ଅବସ୍ଥାରେ ଥାଅ, ସେ ତୁରନ୍ତ ନିଜର କାମ ବନ୍ଦ କରି 10 ମିନିଟ୍ ଭିତରେ ପ୍ରସ୍ତୁତ ହୋଇ ପଞ୍ଚାୟତ ପାଖରେ ପହଞ୍ଚ। ଗାଁରେ ଏକ ମିଟିଂ ହେବ। ଏ ମିଟିଂ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଯେଉଁମାନେ ଏ ମିଟିଂକୁ ନ ଆସିବେ ମୁଖିଆ ତାଙ୍କ ଉପରେ 500 ଟଙ୍କା ଜୁରିମାନା ପକାଇବେ। ତେଣୁ ଯେତେ ସମ୍ଭବ ହେବ ସେମାନେ ମିଟିଂ ସ୍ଥଳ ପାଖରେ ଉପସ୍ଥିତ ହୋଇଯାଅ। ଏହା ମୁଖିଆଙ୍କ ଆଦେଶ। ଏହା ଶୁଣି ରୋହିତ କହିଲା, ଆରେ ଗାଁ ବାଲା, ଲାଗୁଛି ଅକ୍ଷୟ ଭାଇ ବିଷୟରେ ବୋଧେ କିଛି ମିଟିଂ ହେବ। ତେଣୁ ସମସ୍ତେ ଗୋଟିଏ କାମ କର, ଶୀଘ୍ର ଚାଲ ମିଟିଂ ପାଖକୁ। ସେଠାରେ ମୁଖିଆ କିଛି ପଚାରିବେ ଏବଂ ଆମେ ମଧ୍ୟ ଯାହା ବି କିଛି ଦେଖିଥିବା କହିବା, ଯାହା ଦ୍ୱାରା ଅକ୍ଷୟକୁ ପାଇବାର ସହଜ ହେବ। ତେଣୁ ବିଳମ୍ବ ନ କରି ଶୀଘ୍ର ସେଠାକୁ ଚାଲ। ରୋହିତ ଏପରି କହିବା ପରେ ସମସ୍ତେ ମିଟିଂ ପାଖରେ ରୁଣ୍ଡିତ ହୋଇଗଲେ ଏବଂ ରୁଣ୍ଡିତ ହେବା ପରେ ମୁଖିଆ ରାଗରେ କହିଲେ, ଆରେ ଗାଁ ବାଲା, ମନ ଦେଇ ଶୁଣ। ଆମ ଭିତରୁ କିଏ ଏକ ଗର୍ଦ୍ଦାର ଓ ମୂର୍ଖ ଅଛି ଯିଏକି ଆମ ଗାଁ ପାଇଁ କଳଙ୍କ। ସେପରି ଲୋକର ବଞ୍ଚିବାର କୌଣସି ଅଧିକାର ନାହିଁ। ଆଜି ଅକ୍ଷୟ ହଜିବା ପଛରେ ବୋଧେ ସେଇ ଲୋକର ହାତ ଅଛି। ମୁଁ ଏସବୁ କହିବାର କାରଣ ହେଉଛି କିଏ ଏକ ଯାଇ ବନ୍ଦିନ ଡାହାଣୀକୁ ମୁକ୍ତ କରିଦେଇଛି, ମାନେ ବରଗଛରୁ କଣ୍ଟା କାଢ଼ି ଦେଇଛି। ଏବେ ସେ ଡାହାଣୀ ଗାଁରେ କାହାକୁ ବି ଛାଡ଼ିବନି। ଗାଁରେ ଏବେ ମୃତ୍ୟୁର ତାଣ୍ଡବ ହେବ। ଆଉ କେହି ବି ଏଥର ବଞ୍ଚି ପାରିବେ ନାହିଁ। ଏବେ ଭଲରେ ଭଲରେ କହିଦିଅ, କିଏ ସେ ଦୁଷ୍ଟ ଯିଏକି ଏପରି ମୂର୍ଖାମି କାମ କରିଛି? ଆରେ ମୁଖିଆ, କ'ଣ କହୁଛ ତୁମେ? ସେ ଡାହାଣୀ ଏବେ ମୁକ୍ତ ହୋଇଯାଇଛି। ଏବେ ଆମେ ସବୁ କରିବା ତ କ'ଣ କରିବା? କିପରି ନିଜକୁ ସୁରକ୍ଷା ଦେବା? ହେ ପ୍ରଭୁ, କିଛି ଗୋଟେ କରି ଏ ଡାହାଣୀକୁ ମାରିଦିଅ ପ୍ରଭୁ, ଏ ଡାହାଣୀକୁ ମାରିଦିଅ। ଏବେ ସେଇ ପୂର୍ବଥର ପରି ଗାଁରେ ମୃତ୍ୟୁର ତାଣ୍ଡବ ସୃଷ୍ଟି ହେବ। ଆରେ ଗାଁ ବାଲା, କିଏ ସେ ମୂର୍ଖରେ ଯିଏ ଏପରି କାମ କଲା, ଯେଉଁଥିପାଇଁ ଆମେ ଆଜି ଏତେ ବଡ଼ ଅସୁବିଧାରେ ପଡ଼ିଗଲୁ?
ତାକୁ ଭଗବାନ କେବେ ବି ଶାନ୍ତିରେ ରଖିବେ ନାହିଁ। ଆରେ ରୋହିତ, ଏ ଗାଁ ବାଲା କିଛି ବି କହିବେନି କିଏ ଏପରି କରିଛି ଓ କାହିଁକି କରିଛି। ସେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛନ୍ତି। ତେଣୁ ଏବେ ଯାହା ବି କିଛି ଅଘଟଣ ଘଟିବ ସେଥିରେ ଆମ ସମସ୍ତେ ଭୋଗିବା। ଏଥିରୁ ଏବେ ଆଉ ରକ୍ଷା ନାହିଁ। ବାସ୍ ଖାଲି ନିଜ ଭାଗ୍ୟକୁ ନିଜେ କୋଷ ଏବଂ ଯଥାଶୀଘ୍ର ମୃତ୍ୟୁକୁ ଦେଖିବା ପାଇଁ ପ୍ରସ୍ତୁତ ହୋଇଯାଅ। ସେ ଡାହାଣୀ କବଳରୁ ଏବେ କେହି ବି ଆମକୁ ବଞ୍ଚାଇ ପାରିବେ ନାହିଁ। ବାସ୍ ଖାଲି ଗୋଟେ ମୁଖିଆ ହିସାବରେ ମୁଁ ଏତିକି କହିପାରିବି, ରାତିରେ କେହି ବି ଘରୁ ବାହାରିବ ନାହିଁ ଏବଂ ଦିନ ଥାଉ ଥାଉ ସମସ୍ତେ ନିତ୍ୟକ୍ରମ ସାରିବାକୁ ଚେଷ୍ଟା କରିବ। ନହେଲେ ଏହାର ପରିଣାମ କ'ଣ ହେବ ତାହା ସମସ୍ତେ ଜାଣିଛ ଓ ନିଜ ଆଖିରେ ମଧ୍ୟ ଦେଖିଛ। ମୁଖିଆଙ୍କର ଏକଥାରେ ମିଟିଂ ପୁରା ଶାନ୍ତ ପଡ଼ିଗଲା। ସମସ୍ତଙ୍କ ମୁଖରେ ଖାଲି ମୃତ୍ୟୁର ଭୟ ଝଲସି ଉଠୁଥାଏ ଏବଂ ସମସ୍ତଙ୍କ ମନରେ ବାସ୍ ଖାଲି ଗୋଟିଏ କଥା, ଏପରି ସେ କଣ୍ଟାକୁ କାଢ଼ିଲା କିଏ, ଯେଉଁଥିପାଇଁ ଗାଁ ଲୋକ ଅସୁବିଧାରେ ପଡ଼ିଲେ। ଏସବୁ ବିଷୟରେ ଅଜଣା ରାଜୁ ଘରକୁ ଫେରିଲା ଏବଂ ଘରେ ପହଞ୍ଚି ସେ ତାର ଜେଜେକୁ ପଚାରିଲା, ଆରେ ଜେଜେ, କ'ଣ ହୋଇଛି? ଏପରି ମନ ଦୁଃଖ ଓ ଡରିଗଲା ପରି ମୁହଁ ଦେଖାଯାଉଛି। ଆଚ୍ଛା, ବୁଝିଲି। ବୋଧେ ଅକ୍ଷୟ ଭାଇ ହଜି ଯାଇଛନ୍ତି ବୋଲି ଏପରି ମନ ଦୁଃଖ କରୁଛ ବୋଧେ। ଆରେ ଜେଜେ, ତମେ ଜମା ବି ମନ ଦୁଃଖ କର ନା। ଦେଖିବ ସବୁ ଠିକ୍ ହୋଇଯିବ। ଅକ୍ଷୟ ଭାଇ ନିଶ୍ଚିତ ଗାଁକୁ ଫେରିବେ। ସେ ବୋଧେ କିଛି କାମରେ ପଳାଇଛନ୍ତି। ଦେଖିବ, ମୋ ମନ କହୁଛି ତାଙ୍କର କିଛି ବି ହୋଇନଥିବ। ଆରେ ନାତି, କାଶ ତୋ କଥା ସତ ହୋଇଥାନ୍ତା, ତାହେଲେ ଅକ୍ଷୟ ଗାଁକୁ ଫେରି ଆସନ୍ତା। ହେଲେ ଏକଥା ସତ ନୁହଁ, କାରଣ ଅକ୍ଷୟକୁ ସେ ଡାହାଣୀ ନେଇ ଯାଇଛି, ଯାହାଦ୍ୱାରା ସେ ଆଉ କେବେ ବି ଘରକୁ ଫେରିବ ନାହିଁ। ମୁଁ ଏସବୁ କହିବାର କାରଣ ହେଉଛି, ସେ ଗଛରୁ କିଏ ଏକ ମୂର୍ଖ କଣ୍ଟା କାଢ଼ି ଦେଇଛି, ଯାହାଦ୍ୱାରା ସେ ଡାହାଣୀ ଏବେ ମୁକ୍ତ ହୋଇ ବୁଲୁଛି। ଏବେ ଅକ୍ଷୟ ପରି ଆମ ଗାଁର ସମସ୍ତ ଲୋକ ଗୋଟେ ପରେ ଗୋଟେ ମରିବେ। ସେ ଡାହାଣୀ 10 ବର୍ଷ ହେବ ସେ ବର ଗଛରେ ବନ୍ଦିନ ହୋଇ ରହିଥିଲା, ଯାହାଦ୍ୱାରା ସେ ପ୍ରତିଶୋଧ ପରାୟଣ ହୋଇ ବୁଲୁଛି। ଏସବୁ ଶୁଣି ରାଜୁ ମଧ୍ୟ ଟିକେ ଡରିଗଲା ଓ ନିଜକୁ ନିଜେ ଧିକ୍କାର କରି ମନେ ମନେ ଭାବିଲା, ଆରେ ଇଏ ମୁଁ କ'ଣ କଲି ରେ? ସେ ଡାହାଣୀକୁ ମୁଁ ଆଜାଦ କରିଦେଲି। ମୁଁ ମୋର ଜିଦ୍ ଓ ଅବିଶ୍ୱାସ ପାଇଁ ସେ ଡାହାଣୀକୁ ମୁକ୍ତ କଲି, ଯାହାକି ଆମ ଗାଁ ପାଇଁ ଏବେ ଏଟା ମୃତ୍ୟୁ ସାଜିଲା ଓ ଅକ୍ଷୟ ଭାଇର ମଧ୍ୟ ଜୀବନ ଗଲା। ହେଲେ ସେ ଯାହା ହେବା କଥା ହେଉ, ଅକ୍ଷୟ ଭାଇ ମରିଲା ମାନେ ଆମ ଗାଁରେ ଆଉ କାହାକୁ ବି ମରିବାକୁ ଦେବିନି। ମୁଁ ସେ ଡାହାଣୀକୁ ମୁକ୍ତ କରିଛି ମାନେ ମୁଁ ହିଁ ସେ ଡାହାଣୀକୁ ଆମ ଗାଁରୁ ବିଦା କରିବି। ରାଜୁ ଏପରି ମନେ ମନେ ଭାବି ରହିଲା ଏବଂ ରାତି ହେବା ପରେ ରାଜୁ ଲୁଚି ଲୁଚି ସେ ବରଗଛ ପାଖକୁ ଗଲା ଏବଂ ସେଠାରେ ପହଞ୍ଚିବା ପରେ ସେ ଡାହାଣୀକୁ ଡାକିଲା, ଆରେ ଏ ଡାହାଣୀ, କୋଉଠୁ ଅଛୁ? ଶୀଘ୍ର ଆସ। ମୋର ତୋ ସାଥିରେ ଗୋଟେ କାମ ଅଛି, ତେଣୁ ମତେ ଦେଖା ଦେ। ମୁଁ ତୋ ଆଗରେ ଗୁହାରି କରୁଛି, ଦେଖା ଦେ ମତେ। କୋଉଠି ଅଛୁ ଦେଖା ଦେ। ରାଜୁ ଏପରି କହିବା ପରେ ଡାହାଣୀ ସେଠାରେ ପ୍ରକଟ ହେଲା। ଆରେ ଏ ଛୁଆ, ମତେ ଡରି ଗାଁ ବାଲା ସବୁ ଘରେ ଲୁଚି ରହୁଛନ୍ତି, ଅଥଚ ତୁ ମତେ ନ ଡରି ଏଠାକୁ ଆସିଛୁ। କିରେ, ତତେ କ'ଣ ତୋର ଜୀବନ ପ୍ରତି ଲୋଭ ନାହିଁ ନା ମତେ ଦେଖି ଡରୁନୁ? ଆରେ ଏ ଛୁଆ, ଯଦି ତୁ ଭୁଲରେ ଏଠାକୁ ପଳାଇ ଆସିଛୁ ତାହେଲେ ଏଠାରୁ ପଳା। ମୁଁ ତୋର କିଛି ବି କରିବି ନାହିଁ। ହେଲେ ଯାଇ ଗାଁ ଲୋକଙ୍କୁ କହିଦେବୁ ମୁଁ ମୋର ପ୍ରତିଶୋଧ ନେବାକୁ ପଳାଇ ଆସିଛି। ଏହା ଶୁଣି ରାଜୁ କହିଲା, ଆରେ ଏ ଡାହାଣୀ, ମୁଁ ତତେ ଡରେନି। ଯଦି ମୁଁ ତତେ ଡରିଥାନ୍ତି ତାହେଲେ ଏଠାକୁ କଦାପି ଆସିନଥାନ୍ତି। ତତେ ନ ଡରିବାର କାରଣ ହେଉଛି, ମୁଁ ଜାଣିଛି ଏବେ ବି ତୋ ଦେହରେ ମଣିଷ ପଣିଆ ବାକି ଅଛି। ତୁ ମରି ଯାଇଥାଉ ପାରୁ ସତ, ହେଲେ ତୁ ବି ଦିନେ ଜଣେ ମା ଥିଲୁ ଓ ତୋ ଛୁଆର ପ୍ରତିଶୋଧ ନେବା ପାଇଁ ତୁ ଏ ଗାଁ ଲୋକଙ୍କୁ ଆକ୍ରମଣ କରି ମାରିଲୁ, ଯାହାଦ୍ୱାରା ତତେ ଗାଁ ଲୋକ ଏ ଗଛରେ ବନ୍ଦିନ କଲେ। ଆରେ ଏ ଡାହାଣୀ, ଥରେ ତୁ ଭାବିକି ଦେଖ, ଯେଉଁ ଗାଁ ବାଲା ତତେ ଦେଖିକି ଡରୁଛନ୍ତି ଏବଂ ଡରରେ ଘରେ ଲୁଚୁଛନ୍ତି, ସେ କାହିଁକି ତୋର ପୁଅକୁ ମାରିବେ? ସେ ତୋର ପୁଅକୁ ମାରି ନାହାନ୍ତି, ବରଂ ଗୋଟିଏ ଗୁଣିଆ ତୋ ପୁଅକୁ ମାରିଥିଲା। ହେଲେ ତୁ ଭୁଲ ବୁଝିଲୁ ଯେ ତୋର ପୁଅକୁ ଆମ ଗାଁ ବାଲା ମାରିଛନ୍ତି ବୋଲି, ଯାହାଦ୍ୱାରା ତୁ ପ୍ରତିଶୋଧ ପରାୟଣ ହୋଇ
ନିରୀହ ଲୋକଙ୍କୁ ମାରିଲୁ। ଯାହା ବି ସତ କଥା ଥିଲା ମୁଁ ତୋ ପାଖରେ କହିଦେଲି। ଏବେ ଯାହା କରିବା କଥା ତୁ କରିବୁ। ଯଦି ମୋ କଥାରେ ବିଶ୍ୱାସ ଥିବ ତାହେଲେ ଏଠାରୁ ତୁ ପଳାଇବୁ, ନହେଲେ ମୋତେ ମାରିବା ସହ ଆମ ଗାଁ ଲୋକଙ୍କୁ ମାରିବୁ, କାରଣ ତତେ ମୁଁ ହିଁ ଏ ଗଛରୁ ମୁକ୍ତି କରିଥିଲି। ଛୁଆଠାରୁ ଏସବୁ କଥା ଶୁଣି ଡାହାଣୀ ଜାଣିପାରିଲା ଯେ ପ୍ରକୃତରେ ଏ ଗାଁ ଲୋକ ନିରୀହ ବୋଲି। ତେଣୁ ସେ ରାଜୁ ଘର ଗାଁରୁ ଉଠାଇଥିବା ଅକ୍ଷୟକୁ ଛାଡ଼ିଦେଇ ସେଠାରୁ ଅଦୃଶ୍ୟ ହୋଇଗଲା।